ଯୀଶୁ ଖ୍ରୀଷ୍ଟ ଏତେ ଯନ୍ତ୍ରଣା ପାଇଲେ ମଧ୍ୟ ପାଉଛନ୍ତି, ତଥାପି ସେ କହୁଛନ୍ତି ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଛନ୍ତି ତାହା ଜାଣୁନାହାନ୍ତି। ଅଥବା ଆକ୍ଷରିକ ଭାବରେ କ୍ଷମା କରିବାର ଗୁଣ ପ୍ରଭୁ ଯୀଶୁ ପ୍ରକାଶ କରିଛନ୍ତି। ସେମାନେ ଏତେ ଯନ୍ତ୍ରଣା ଦେଉଛନ୍ତି ଆଉ ଜବରଦସ୍ତ ପ୍ରେସ୍ କରୁଛନ୍ତି, ଏହାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ, କ୍ରୁଶରେ ଚଢ଼ାଯାଉ ବୋଲି କହୁଛନ୍ତି। ତଥାପି ପ୍ରଭୁ ସେମାନଙ୍କୁ ଦଣ୍ଡ ପାଆନ୍ତୁ ବା କୌଣସି କଥା ନ କହି ପିତାଙ୍କୁ କହୁଛନ୍ତି ପିତା ଏମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆପଣମାନେ ଜାଣିବାର ଆବଶ୍ୟକତା ଅଛି, ଏହି କ୍ରୁଶ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକ ମାନବ ଜାତି ଲୋକମାନଙ୍କ ନିମନ୍ତେ ଗୋଟେ ଆଦର୍ଶ ଦେଖାଇ ଯାଇଛନ୍ତି। ପ୍ରଭୁ ଯୀଶୁ ଯେତେ କ'ଣ କଷ୍ଟ ପାଇଲେ ବି, ଯେ ପ୍ରକାର ସେ କ୍ଷମା କଲେ, ସେହି ପ୍ରକାର ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁଛନ୍ତି, ବିଶ୍ୱାସ କରୁଛନ୍ତି, ସେମାନେ ମଧ୍ୟ ନିଜ ନିଜର ଶତ୍ରୁମାନଙ୍କୁ କ୍ଷମା କରିବା ନିମନ୍ତେ ଏହି ଆଦେଶ କ୍ରୁଶରୁ କଷ୍ଟ ପାଇ ପ୍ରଭୁ ଯୀଶୁ କହିଛନ୍ତି। ଆଉ ଯୀଶୁଙ୍କ ଛଡ଼ା କେହି ମଧ୍ୟ କ୍ଷମା କରିପାରିବେ ନାହିଁ। ସେଥି ନିମନ୍ତେ ଲୋକମାନଙ୍କର ଆଦର୍ଶ ଦେଖେଇବା ଆଉ ଲୋକମାନେ ଏହା ବାଣୀର ଶିକ୍ଷା କରି ସେମାନେ ଜଗତରେ ବ୍ୟବହାର କରନ୍ତୁ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପ୍ରଥମ ବାଣୀ କହିଥିଲେ।